ନମସ୍କାର ଦର୍ଶକ ବନ୍ଧୁ, ଆପଣମାନଙ୍କର ପ୍ରିୟ ଧାରାବାହିକ ସିଂହଦ୍ୱାରର ଆଗାମୀ ଅଧ୍ୟାୟରେ କ'ଣ ହେବାକୁ ଯାଉଛି ତା ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓଟି ପସନ୍ଦ ଲାଗିଲେ ଭିଡ଼ିଓଟି ଲାଇକ୍ କରିବା ସହିତ ଆମ ଚ୍ୟାନେଲରେ ଯଦି ନୂଆ ଆମ ଚ୍ୟାନେଲଟିକୁ ଦୟାକରି ସବସ୍କ୍ରାଇବ୍ କରିନିଅନ୍ତୁ ଏମିତି ନୂଆ ନୂଆ ଭିଡ଼ିଓ ସର୍ବପ୍ରଥମେ ପାଇବା ପାଇଁ। ଦର୍ଶକ ବନ୍ଧୁ, ଆପଣମାନେ ଦେଖିଛନ୍ତି ସୋହନଙ୍କ ମାମୁଁ ନୂଆ ପ୍ଲାନ୍ କରୁଛନ୍ତି ଓ ସୋହନଙ୍କର ସତରେ ମେମୋରି ଲସ୍ ହେଇଛି ନା ନାହିଁ ସେ ଟ୍ରାଏଲ୍ କରୁଛନ୍ତି ଓ ସେ କହୁଛନ୍ତି ଯେ ତୁ ଯେତେବେଳେ କୁମାରୀ ଥିଲୁ ତୋତେ ସେଇ ଝିଅ ବାରମ୍ବାର ଫୋନ୍ କରି ତୋ ବିଷୟରେ ପଚାରୁଛି ଓ ସେ ଝିଅର ନାଁ ସେ ଜାଣିକି ନ ମନେ ପକାଇବାର ଅଭିନୟ କରୁଛନ୍ତି। ଓ ପରେ ସୋହନ କହୁଛନ୍ତି ମାମୁଁ ମେମୋରି ଲସ୍ ମୋର ହୋଇଛି ନା ତମର ହେଇଛି। ଓ ପରେ ସୋହନଙ୍କ ମାମୁଁ ହଠାତ୍ କହୁଛନ୍ତି ଯେ ହଁ ହଁ ମନେ ପଡ଼ିଲା, ସେ ଝିଅର ନାଁ ନିଶା। ଇଏ ତ ଥିଲା ଆଜିର ଅଧ୍ୟାୟ। ଆଗାମୀ ଅଧ୍ୟାୟରେ ଆପଣ ଦେଖିବାକୁ ପାଇବେ ସୋହନଙ୍କ ମାମୁଁ ଚଟକୁ ପୋଲିସ ଇନ୍ସପେକ୍ଟର ହଠାତ୍ ଆସି ଆରେଷ୍ଟ କରି ନେଇଯାଇଛନ୍ତି ଓ ଏହାପରେ ସୋହନଙ୍କ ବାପା ବହୁତ ବ୍ୟସ୍ତ ହୋଇପଡ଼ିଛନ୍ତି ଓ କହୁଛନ୍ତି ପୋଲିସ ଚଟକୁ କ'ଣ ପାଇଁ ଆରେଷ୍ଟ କରିନେଲା। ଓ ପରେ ତାଙ୍କ ବଡ଼ ବୋଉ କହୁଛନ୍ତି ଯେ ବୋଧେ କସ୍ତୁରୀର ବାପା ଚଟ ମାମୁଙ୍କ ନାଁରେ ଏଫଆଇଆର ଦେଇଛନ୍ତି। କସ୍ତୁରୀର ବାପା ମାମୁଙ୍କ ନାଁରେ ଏଫଆଇଆର ଦେଇଛନ୍ତି।